ହଜାରେ ଦିଅ 10,000 ପାଅ ଲୋଭ ଦେଖାଇ ମହିଳାଙ୍କ ଠାରୁ ହଜାର ହଜାର ଟଙ୍କା ନେବା ଅଭିଯୋଗ। ଭଦ୍ରକ ଧାମନଗର ଗାଁରେ ମହିଳାମାନଙ୍କୁ ଅଧିକ ଟଙ୍କା ମିଳିବାର ପ୍ରଲୋଭନ ଦେଖାଇ ଟଙ୍କା ନେଇଥିବା ଏକ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳର ବିଭିନ୍ନ ଗ୍ରାମରେ ଏଭଳି ଘଟଣା ଘଟୁଥିବା ନେଇ ଅଭିଯୋଗ ହେବା ପରେ ଅଞ୍ଚଳରେ ଚିନ୍ତା ବଢ଼ିଛି। ଅଭିଯୋଗ ଅନୁସାରେ କିଛି ବ୍ୟକ୍ତି ଗାଁକୁ ଯାଇ ମହିଳାମାନଙ୍କୁ ବିଭିନ୍ନ ପ୍ରକାରର ଲୋଭନୀୟ ପ୍ରତିଶ୍ରୁତି ଦେଉଥିଲେ। ବିଶେଷ କରି ହଜାରେ ଟଙ୍କା ଦିଅ 10,000 ଟଙ୍କା ପାଅ ଭଳି ପ୍ରତିଶ୍ରୁତି ଦେଇ ମହିଳାମାନଙ୍କୁ ପ୍ରଲୋଭିତ କରାଯାଉଥିବା ଅଭିଯୋଗ ରହିଛି। ଅଧିକ ଟଙ୍କା ମିଳିବାର ଆଶାରେ କିଛି ମହିଳା ସେମାନଙ୍କ କଥାରେ ବିଶ୍ୱାସ କରି ଟଙ୍କା ଦେଇଥିବା କୁହାଯାଉଛି। ଅଭିଯୋଗକାରୀମାନଙ୍କ କହିବା ଅନୁସାରେ ଟଙ୍କା ନେବା ପରେ ପ୍ରତିଶ୍ରୁତି ଅନୁଯାୟୀ ଅଧିକ ଟଙ୍କା ଫେରସ୍ତ କରାଯାଇନଥାଏ। ଏପରିକି କେତେକ ମହିଳାଙ୍କଠାରୁ ଟଙ୍କା ନେବା ବଦଳରେ କେବଳ 2 ଖଣ୍ଡ ଶାଢ଼ୀ ଦିଆଯାଇଥିବା ଏବଂ ପରେ ଅଧିକ ଟଙ୍କା ଫେରସ୍ତ କରାଯିବ ବୋଲି କୁହାଯାଇଥିବା ନେଇ ମଧ୍ୟ ଅଭିଯୋଗ ରହିଛି। ଗୋଟିଏ ଗାଁରୁ ଅନ୍ୟ ଗାଁକୁ ବଢ଼ୁଥିଲା ଅଭିଯୋଗ। କିଛି ମହିଳା ଟଙ୍କା ଦେଇଥିବା ଦେଖି ସେ ଗ୍ରାମର ଆଉ କିଛି ମହିଳାଙ୍କୁ ମଧ୍ୟ ସମାନ ଭାବରେ ଲୋଭ ଦେଖାଇ ଟଙ୍କା ନେବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ ଆସିଛି। ଘଟଣା ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇବା ପରେ କିଛି ଲୋକ ସେଠାରେ ପହଞ୍ଚିଥିଲେ। ସେଠାରେ ମହିଳାମାନଙ୍କଠାରୁ ଟଙ୍କା ନେବା ପାଇଁ ପଚରାଉଚରା କରାଯିବା ସହ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଅଟକ ରଖାଯାଇଥିବା ଅଭିଯୋଗକାରୀମାନେ କହିଛନ୍ତି। ପରେ ଘଟଣା ସମ୍ପର୍କରେ ଧାମନଗର ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଥାନାକୁ ନିଆଯାଇଥିବା ନେଇ ଅଭିଯୋଗକାରୀମାନେ ସୂଚନା ଦେଇଛନ୍ତି। ଘଟଣା ସମ୍ପର୍କରେ ଧାମନଗର ଥାନାରେ ଅଭିଯୋଗ ହେବା ପରେ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇଥିବା ଅଭିଯୋଗକାରୀମାନେ କହିଛନ୍ତି। ଥାନା ଅଧିକାରୀ ଅଭିଯୋଗ ଶୁଣିବା ପରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଇ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ କୋର୍ଟକୁ ଫରୱାର୍ଡ କରାଯାଇଥିବା ନେଇ ସୂଚନା ମିଳିଛି। ତେବେ ଏହି ଘଟଣାରେ ପ୍ରକୃତରେ କେତେ ଟଙ୍କା ନିଆଯାଇଥିଲା, କେତେ ଜଣ ମହିଳାଙ୍କଠାରୁ ଟଙ୍କା ନିଆଯାଇଛି ଏବଂ ଏହା ପଛରେ ଆଉ କିଏ ସମ୍ପୃକ୍ତ ଅଛନ୍ତି କି ନାହିଁ ସେ ନେଇ ପୋଲିସ ତଦନ୍ତ ପରେ ଅଧିକ ତଥ୍ୟ ସ୍ପଷ୍ଟ ହେବ। ଟଙ୍କା ଫେରସ୍ତ ପାଇଁ ମହିଳାଙ୍କ ଦାବି। ଘଟଣା ପରେ ଟଙ୍କା ଦେଇଥିବା ମହିଳାମାନଙ୍କ ମଧ୍ୟରେ ଅସନ୍ତୋଷ ଓ ଚିନ୍ତା ପ୍ରକାଶ ପାଇଛି। ନିଜ କଷ୍ଟ ଉପାର୍ଜିତ ଟଙ୍କା ଫେରସ୍ତ ପାଇବା ପାଇଁ ସେମାନେ ପୋଲିସ ପ୍ରଶାସନ ହସ୍ତକ୍ଷେପ ଲୋଡ଼ିଛନ୍ତି। ଯେଉଁମାନେ ଟଙ୍କା ଦେଇଛନ୍ତି ସେମାନଙ୍କ ଟଙ୍କା କିପରି ଫେରସ୍ତ ହେବ ସେ ନେଇ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାକୁ ମହିଳାମାନେ ଅନୁରୋଧ କରିଛନ୍ତି। ଅନ୍ୟପଟେ ଏଭଳି ଘଟଣା ଗାଁ ଅଞ୍ଚଳରେ ଆହୁରି ଘଟୁଛି କି ନାହିଁ ତାହାର ମଧ୍ୟ ତଦନ୍ତ କରିବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି। ବିଶେଷ କରି ଅଧିକ ଟଙ୍କା ମିଳିବାର ଲୋଭ ଦେଖାଇ କେହି ଯଦି ଟଙ୍କା ମାଗୁଛନ୍ତି ତେବେ ସମ୍ପୂର୍ଣ୍ଣ ଯାଞ୍ଚ ନ କରି ଟଙ୍କା ନ ଦେବାକୁ ସଚେତନତା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। ତଦନ୍ତ ପରେ ସାମ୍ନାକୁ ଆସିବା ପ୍ରକୃତ ଚିତ୍ର ଓ ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଥିବା ବେଳେ ଏହି ଅଭିଯୋଗରେ ପ୍ରକୃତ ସତ୍ୟତା କ'ଣ ଏବଂ କେତେ ପରିମାଣ ଟଙ୍କା ନେଣଦେଣ ହୋଇଛି ସେ ନେଇ ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ। ଏପରି ଲୋଭନୀୟ ପ୍ରତିଶ୍ରୁତି କେହି ଟଙ୍କା ମାଗିଲେ ଲୋକମାନେ ସତର୍କ ରହିବା ଘଟଣା ସମ୍ପର୍କରେ ତୁରନ୍ତ ସ୍ଥାନୀୟ ପୋଲିସ କିମ୍ବା ପ୍ରଶାସନକୁ ଜଣାଇବା ଆବଶ୍ୟକ। ଏହାଦ୍ୱାରା ଏଭଳି ଅଭିଯୋଗ ଉପରେ ସମୟୋଚିତ ଭାବେ ତଦନ୍ତ କରାଯାଇପାରିବ ଏବଂ ଅନ୍ୟମାନେ ଠକେଇର ଶିକାର ହେବାରୁ ବଞ୍ଚିପାରିବେ। ଆପଣ ପରିଚୟ? ଗାୟତ୍ରୀ ମଲ୍ଲିକ, ଘର କୋଉଠି? ଧାମନଗର ମୁନ୍ସିପାଟନା। କ'ଣ ହେଇଛି? ଥାନା କାହିଁକି ଆସୁଛନ୍ତି? ଆମେ ଆସିଥିଲୁ, ଆମକୁ ଗୋଟେ ପ୍ରୋଗ୍ରାମ ଦେଖେଇଲେ ଶ୍ରାବଣୀ ହୋଟେଲ ଧାମନଗର। କହିଲେ ଆଉ ତମେ ବିଜନେସ୍ କରିବ କି, କିଛି କାମ କରିବ? ଆମେ ହଁ ଘରେ ବସୁଛୁ ଯେହେତୁ କାମ କରିବୁ। ଆମକୁ କହିନଥିଲେ ଯେ ପଇସା ନେଇକି ତମେ ଜିନିଷ ଆମକୁ କହିଲେ ଆଉ 200 ବିବିର ଗୋଟେ ଜିନିଷ କିଣିନେ ଆଉ ତୁମକୁ ସପ୍ତାହକୁ ଜିନିଷ ଆମକୁ ଶାଢ଼ୀ 3ଟା ଗୋଟେ ବ୍ଲେଜର ମିଳିଛି। କହିଲେ ଅର୍ଡ଼ର କର। ଆଗର ନେଇଗଲେ ଆଧାର କାର୍ଡ଼, ପାନ୍ କାର୍ଡ଼, ଭୋଟର, ବ୍ୟାଙ୍କ ବହି ନେଇଗଲେ। ନେଇଯାଇକି ପଇସା କଥା କିଛି କହିନଥିଲେ। ପଇସା ଯେମିତି ଆମେ ପଚାରିଲୁ କେତେ, ନା 20,800 ଟଙ୍କା। ମାନେ 20,800 ଆପଣ ଆଗରେ ନେଇଛନ୍ତି ବା 600 ଟଙ୍କା ଯେଉଁ ରେଜିଷ୍ଟ୍ରି କରିଛନ୍ତି ଟ୍ରେନିଂ ପଇସା, ନା 21,400 ଦେବ। ମାନେ ଆଉ କ'ଣ କମ୍ ହେବନି ଦିଦି? ନା କମ୍ ହେବନି, ଷ୍ଟାର୍ଟିଂ 20,800ରୁ ଷ୍ଟାର୍ଟିଂ କରିକି ଆମକୁ କହିଲେ ବନାରସ ପାଟ ଶାଢ଼ୀ ଆସିବ। ତୁମେ ବି ବାହାରେ କିଣୁଛ କିଛି ପାଉନା, ଏଇଠି କିଣିଲେ ତୁମକୁ ସପ୍ତାହକୁ 2,400 ଟଙ୍କା ଲେଖା ମିଳିବ। ଫାଷ୍ଟ ସପ୍ତାହ 2,400 ମିଳିବ, ତାପରେ 2,000 କତରୁ ସପ୍ତାହ 5 ଲକ୍ଷ ପର୍ଯ୍ୟନ୍ତ ମିଳିବ। ଆମକୁ ଅର୍ଡ଼ର କରିନୁ, ଆମେ ମନା କନୁ ନା କରିବୁନି। ଆମକୁ ଜବରଦସ୍ତି ଆମ ଘରକୁ 6 ଥର ଯାଇଛନ୍ତି। 6 ଥର ବୁଝେଇଲା ପରେ ଆମେ କନୁ। କଲା ପରେ ଆମକୁ ଜିନିଷ ଦେଲେ। ମୁଁ ଦେଇଛି 21,400। ମାନେ ପ୍ରାଇଜ୍ ପାଇଁ ଦେଇଛି ଯେଉଁ ଶାଢ଼ୀ 3ଟା ବ୍ଲେଜର ପାଇଁ 20,800 ଟଙ୍କା ଦେଇଛି। ଆଉ ଟ୍ରେନିଂ ପଇସା 600 ଟଙ୍କା ଦେଇଛି। ମୋତେ 3ଟା ଶାଢ଼ୀ ଦେଇଛନ୍ତି, ଗୋଟେ ବ୍ଲେଜର ଦେଇଛନ୍ତି। ଦେଲା ପରେ ମୁଁ ଆଗରୁ ମନା କଲି, ନା ମୁଁ ପଇସା ଦେଇଛି, ମୋତେ ପଇସାରେ ରିଟର୍ନ ଦେଇଦିଅ। ସେ ଏଠି ମାନିଲେନି, ଫୋନ୍ ଉଠେଇଲେନି। ମୁଁ ଯାଇକି ସମ୍ପର୍କ ହୋଟେଲ ଭଦ୍ରକରେ କହିଲି, ନା ମୋ ଦେହ ଭଲ ନାହିଁ, ମୋ ପଇସାଟା ମୋତେ ଫେରେଇ ଦିଅ। କହିଲେ ତୁମେ ଯାଅ 7 ଦିନ ଭିତରେ ପଇସା ଫେରେଇ ଦିଅ। 7 ଦିନ ଭିତରେ ପଇସା ନ ଦେବାକୁ ଫୋନ୍ ବି ଉଠେଇଲେନି। ଆଉ ମୋତେ ଯେଉଁ ଲୋକ ଛବିଲତା ଭର୍ତ୍ତି କରିଥିଲେ ତାଙ୍କ
घर भंडारीपति घर को जिनस दे से जबरदस्ती आमको जिनस दे ବର୍ତ୍ତମାନ ଆଜି ଯୋଉ ଧରିକି ଆସୁଛ आज धरीनु से मन सार को जो कौशल्या मैडम धरीचु आम पैसा दवापाई धरीचु सी कहते कि पैसा कौन आम जान आम प्रूफ देखाऊँ से कहते टोटाल आम पैसा दबुनु आम कहूँ आमर शाढ़ी दाम 21,400 टଙ୍କା ने शाढ़ी सी नियंतु आमको आम पैसाटा दिंतु आम एतिकी प्रशासन को भी ऑर्डर जो अनुरोध करुचु भी थाना वाला को अनुरोध करुचु। ପରିଚୟ मो ना देवस्मिता बेहेरा आम घर हूँ जयकृष्णपुर डिगी କ'ଣ ହେଇଛି କାହିଁ ଥାନାକୁ ଆସୁଛନ୍ତି? ମାନେ ହେଉଛି ସଣ୍ଡେ ଦିନ ତାଙ୍କର ଏଇଠି ପ୍ରୋଗ୍ରାମ ହେଉଛି ଆମ ଘରେ ଯାଇକି ଶନିବାର ଦିନ ଯାଇକି ପହଞ୍ଚିଲେ କି ଏମିତି ସଣ୍ଡେ ଦିନ ଏଇଠି ଗୋଟେ ପ୍ରୋଗ୍ରାମ ହେଉଛି ଧାମନଗର ଶ୍ରାବଣୀ ହୋଟେଲ ଆଉ ହେଉଛି ତୁମେ ଯିବ କିଛି ଜବ୍ ଫବ୍ କରିବା ପାଇଁ ଚାହୁଁଛ ଯେଉଁମାନେ ପାଠଶାଠ ପଢ଼ି ଘରେ ଅଛ ଆମେ କ'ଣ ପାଠଶାଠ ପଢ଼ି ଘରେ ଅଛୁ ନା ବାପା ମାଆ ଡିପେଣ୍ଡ ସେଥିପାଇଁକି ଆମେ କେଉଁଠି ଆସିନୁ ଶ୍ରାବଣୀ ହୋଟେଲ ସେଠି ଯେତେବେଳେ ଗନୁ ବାପା ମାଆଙ୍କୁ ବି ସାଙ୍ଗରେ ଆମେ ନେଇକି ଯାଇଥିଲୁ ଯେତିକି ସବୁ ଦେଖେଇଲେ ବୁଝେଇଲେ ସବୁ ଆମକୁ ଯେତେବେଳେ ପଇସା ଥ୍ରୋରୁ କହିଦେଲେ ଆମେ ଆଉ ମନା କରିଦେଲୁ ନା ଆମେ ପଇସା ଦେଇକି ଆମେ ଆଉ କରିମୁନି। କେତେ ପଇସା ମାଗିଲେ? ସେ ଫାଷ୍ଟ कहले रेजिस्टर्ड करने 600 टଙ୍କା दिंतु आगे माने जी कर रेजिस्टर्ड 600 टଙ୍କା देकी ता पछू पछू समस्ते रही तुम पछ तुम रही फास्ट रही कहीकि आमको बुझेले मुझे कलिनी मु पलि आसली घर को भी आसिक भी सी कहले हाँ माने हूँ घरे तुम कर मु मना करदेली टोटाल ना करमिनी जेहेतु से बुझेले माइंड टा पूरा आज्ञा ना हूँ मनोज कुमार कौन गोटे सिंह आ जन हूँ कौशल्या दास आ जन हेमलता जेना घर हूँ चरंपा भद्रक एमती कहते आमको बुझेले एमती हूँ माने शाढ़ी ग्लोसरी सौदा माने जेती सब जिनस अच्छी एति कहलेनि कि 200 बीबीर आमको जिनस कि 200 बीबीटा हूँ 20,000 बोली आमको कही नथिले आमे 200 बीबी भाविनु कि 500 हो कि 1000 हो एतिकी तापर पछरे जो घर को आसिक आमको कहले 200 बीबी माने हूँ 20,000 टଙ୍କା आमे मना करदेनु 20,000 टଙ୍କା आमे कौटू आनिमु आमे कौन कौन कि जब फब कर कौट पैसा देके आनिमु मना करदेनु आमे पळि आसनु घर को मो घरे भी आसिक आमको बुझेले एमती सेमती करिया पई तमर किछि असुविधा हेबनी कहले हूँ किसी असुविधा हेनी माने तुम कम कर माने गोटे सप्ताह तुम पैसा पाइज गोटे सप्ताह 2400 टଙ୍କା तुम पाइज 2400 ରୁ 2400 डबल होगी तुमको आसो माने 4,800 टଙ୍କା होगा 2400 टଙ୍କା करदे 4,800 आम कौन लोभ टे माने 4,800 टଙ୍କା है गोटे सप्ताह घरे बसिक आम पाइमु से भी आमको कही नथिले 2टा पिला देने तुमको पैसा आसो बोली 2टा पिला भी मसे लगिपारे 2 मास भी लगिपारे आम कौन भाविनु हाँ गोटे सप्ताह हो बस पैसाटा ना रिटर्न आउ पाइनु मु फास्ट रेजिस्टर्ड कली 600 टଙ୍କା देकी तापर हूँ देली 20,800 आमको कहलेनि 20,000 जिमी दे साचु पुणी कहले 800 टଙ୍କା दियो मुझे 800 टଙ୍କା कौन पाई कि हूँ यहाँ माने 800 टଙ୍କା दियो तुम हम न नहीं तुम हेनी आम कौन कर 20 बर्तमान आम चाहूँ आम जो देचु के सब मिसई देला 21,000 माने 400 टଙ୍କା आम से केमी पाइमु माने आम घरे आमको कहले माने हूँ तुम कान फुल बिक्री करके आमको दियो आम सी कहले मुझे सेमती कान फुल बिक्री करके देनी मोर एगुण 3 हल कान फुल मुझे आम कौट कान फुल बिक्री कर कहते आम पैसा पत्र के देते आम जाणीनु कि चिन्हनु ये भाया कथबार्ता कर आम कतर शाढ़ी भी अच्छी आम ना ये आसिक आम देलु थाना वाला कहते कि भद्रक जिला वासुदेवपुर अमरनारायण महांती का रिपोर्ट।